ପ୍ରିଣ୍ଟ ପେପରରୁ ସଂଗୃହୀତ ସ୍ୱାସ୍ଥ୍ୟ ସଚେତନ ସୁନ୍ଦର ସ୍ୱାସ୍ଥ୍ୟକୁ ନେଇ ଏହି ଆଲୋଚନାଟି କରୁଛି ଏସ୍କେ ଏଜୁକେସନ୍ ଟ୍ରାକ୍। ମଜା ପିନ୍ଧି ବା କ୍ଷତିକାରକ ବିଷୟଟିକୁ ଆପଣ ଭଲରେ ପଢ଼ିବେ। ପେପରରେ ଅନେକ ବିଷୟ ଦେଉଛି, ଯେଉଁ ବିଷୟକୁ ଆମେ ଗୁରୁତ୍ୱ ଦେବା କଥା ସେହି ବିଷୟକୁ ଆମେ ଅଧିକ ଗୁରୁତ୍ୱ ଦେଉନଥିବାରୁ ଏହାର ପ୍ରଭାବ ପାଠପଢ଼ା ସ୍ମରଣ ଶକ୍ତି ଉପରେ ମଧ୍ୟ ପଡ଼ିଥାଏ। କ'ଣ ଲେଖାଯାଇଛି ଆପଣ ପଢ଼ିପାରିବେ। ଆମେ ପଢ଼ି ଆପଣଙ୍କୁ ଶୁଣାଇବା ଅନାବଶ୍ୟକ। ପ୍ରକୃତିର ନିୟମକୁ ମାନି ଚଳିଲେ ଦେହ ମନ ସର୍ବଦା ସୁନ୍ଦର ଏବଂ ସୁବିଧାର ପରିସରକୁ ଯାଇଥାଏ। ଶୀତ ଦିନରେ ନିଜକୁ ସୁରକ୍ଷା ଏବଂ ସୁନ୍ଦରତା କରିବା ପାଇଁ ଅନେକ ଟିପ୍ସ ଦିଆଯାଇଥାଏ, କିନ୍ତୁ ସେହି ଟିପ୍ସ କେତେ ଗ୍ରହଣୀୟ ତାହା ବି ଆମକୁ ଅନୁଭବ କରିବାକୁ ପଡ଼ିବ। ଶୀତ ଯେତେବେଳେ ହେଉଛି ଏହା ଶରୀର ପାଇଁ ମଧ୍ୟ ହିତ। ପ୍ରତ୍ୟେକ ସିଜନ୍ର ଇମ୍ପାକ୍ଟ ଆମ ବଡ଼ି ଉପରେ ପଡ଼ିବା ଦରକାର, ତାହେଲେ ଆମ ଶରୀର ପ୍ରତ୍ୟେକ ଭାଇରସକୁ ଚ୍ୟାଲେଞ୍ଜ କରିପାରିବ। ଖରା ହେବ, ଖରା ଆମ ଦେହରେ ପଡ଼ିବ। ଶୀତ ହେବ, ଶୀତ ଆମ ଦେହରେ ବାଜିବ। ବର୍ଷା ଆମ ଦେହରେ ଭିଜିବ। ଏ ଯେଉଁ ରହିଛି ଖରା, ବର୍ଷା, ଶୀତ, କାକର, କୁହୁଡ଼ି, ଏ ଯେଉଁ ପ୍ରକ୍ରିୟା ରହିଛି, ଏ ପ୍ରକ୍ରିୟା ହେଉଛି ପ୍ରକୃତିର ପ୍ରକ୍ରିୟା। ଏହି ପ୍ରକ୍ରିୟାକୁ ଆମେ ୱେଲକମ୍ କରିବା। ଏହାକୁ ଚ୍ୟାଲେଞ୍ଜ କରିବା ପାଇଁ ଆମେ କିଛି ଆର୍ଟିଫିସିଆଲ ଏଲିମେଣ୍ଟକୁ ନେଇ ଚେଞ୍ଜ କରିବା ପାଇଁ ଚେଷ୍ଟା କରିବା ଦରକାର ନାହିଁ, ବରଂ ନ୍ୟାଚୁରାଲ ଏଲିମେଣ୍ଟ ଆଣ୍ଡ ରିସୋର୍ସକୁ ନେଇ ଆଗକୁ ବଢ଼ିବା ଦରକାର। ଯେଉଁମାନେ ନିଜକୁ ଅଧିକ ଶୃଙ୍ଖଳିତ ବିକଶିତ ହେବା ପାଇଁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏ ଭିଡ଼ିଓଟି ବେଶ୍ ଉପାଦେୟ ହୋଇପାରିବ। ଶିକ୍ଷା ସହିତ ସମ୍ପର୍କ ହେବା ହେତୁ ଏହାକୁ ଆମେ ଆପଣମାନଙ୍କ ପାଇଁ କନେକ୍ଟ କରାଇଲୁ।